ଓମ୍ ଶାନ୍ତି 17 ଜୁନ୍ 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚ୍ଚେ, ଯଦି ନିଜର କଲ୍ୟାଣ କରିବାକୁ ଚାହୁଁଛ ତେବେ ସବୁ ପ୍ରକାରର ବାରଣ ଅର୍ଥାତ୍ ସଂଯମ ରକ୍ଷା କର। ଫୁଲ ଅର୍ଥାତ୍ ପବିତ୍ର ହେବା ପାଇଁ ପବିତ୍ର ଆତ୍ମାଙ୍କ ହାତରୁ ଶୁଦ୍ଧ ଭୋଜନ ଖାଅ। ଯଦି ନିଜର କଲ୍ୟାଣ କରିବାକୁ ଚାହୁଁଛ ତେବେ ସବୁ ପ୍ରକାରର ବାରଣ ଅର୍ଥାତ୍ ସଂଯମ ରକ୍ଷା କର। ଫୁଲ ଅର୍ଥାତ୍ ପବିତ୍ର ହେବା ପାଇଁ ପବିତ୍ର ଆତ୍ମାଙ୍କ ହାତରୁ ଶୁଦ୍ଧ ଭୋଜନ ଖାଅ। ପ୍ରଶ୍ନ, ତୁମେ ପିଲାମାନେ ବର୍ତ୍ତମାନ ଏଠାରେ କେଉଁ ଅଭ୍ୟାସ କରୁଛ, ଯାହାକି 21 ଜନ୍ମ ପର୍ଯ୍ୟନ୍ତ ରହିବ? ତୁମେ ପିଲାମାନେ ବର୍ତ୍ତମାନ ଏଠାରେ କେଉଁ ଅଭ୍ୟାସ କରୁଛ, ଯାହାକି 21 ଜନ୍ମ ପର୍ଯ୍ୟନ୍ତ ରହିବ? ଉତ୍ତର, ସର୍ବଦା ଶାରୀରିକ ଏବଂ ମାନସିକ ସୁସ୍ଥ ରହିବାର ଅଭ୍ୟାସ ତୁମେମାନେ ଏହିଠାରେ ହିଁ କରୁଛ। ତୁମକୁ ଦଧିଚି ଋଷିଙ୍କ ଭଳି ଯଜ୍ଞ ସେବାରେ ନିଜର ଅସ୍ଥିକୁ ମଧ୍ୟ ସ୍ୱାହା କରିବାକୁ ହେବ, ଅର୍ଥାତ୍ ସବୁକିଛି ସମର୍ପଣ କରିବାକୁ ହେବ। କିନ୍ତୁ ଏଠାରେ ହଠ ଯୋଗର କୌଣସି କଥା ନାହିଁ। ନିଜର ଶରୀରକୁ ଦୁର୍ବଳ ମଧ୍ୟ କରିବାର ନାହିଁ। ବର୍ତ୍ତମାନ ତୁମେ ଯୋଗ ବଳ ଦ୍ୱାରା 21 ଜନ୍ମ ପାଇଁ ସୁସ୍ଥ ହେଉଛ, ତାହାର ଅଭ୍ୟାସ ଏହିଠାରେ ହିଁ କରୁଛ। ଓମ୍ ଶାନ୍ତି। କଲେଜ କିମ୍ବା ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟାପକ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଦେଖିଥାନ୍ତି। ଗୋଲାପ ଫୁଲ ଅର୍ଥାତ୍ ଭଲ ବିଦ୍ୟାର୍ଥୀ କେଉଁଠି ବସିଛି, ସାମ୍ନାରେ କିଏ ବସିଛି, ସେହିପରି ଏହା ମଧ୍ୟ ବଗିଚା ସଦୃଶ ଅଟେ। ଏଠାରେ ମଧ୍ୟ ସମସ୍ତେ କ୍ରମ ଅନୁସାରେ ଅଛନ୍ତି। ଏହିଠାରେ ହିଁ ଗୋଲାପ ଫୁଲ ଦେଖୁଛି, ତା ପାଖରେ ରତନଜ୍ୟୋତି ଫୁଲ ମଧ୍ୟ ଦେଖୁଛି, କେଉଁଠି ଅରଖ ଫୁଲ ମଧ୍ୟ ଦେଖୁଛି। ବଗିଚାର ମାଲିକକୁ ତ ଦେଖିବାକୁ ପଡ଼ିବ ନା। ସେହି ବଗିଚାର ମାଲିକକୁ ହିଁ ଡାକିଥାନ୍ତି ଯେ ଆସି ଏହି କଣ୍ଟାର ଜଙ୍ଗଲକୁ ସଫା କରି ଫୁଲର କଲମୀ ଲଗାଅ। ବାସ୍ତବରେ ତୁମେ ପିଲାମାନେ ହିଁ ଜାଣୁଛ ଯେ ବର୍ତ୍ତମାନ କିପରି କଣ୍ଟାରୁ ଫୁଲର ଚାରା ଲାଗୁଛି। ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ଅଛନ୍ତି ଯେଉଁମାନେ ଏହି କଥା ଉପରେ ବିଚାର କରିଥାନ୍ତି। ଏକଥା ମଧ୍ୟ ତୁମେ ପିଲାମାନେ ଜାଣୁଛ ଯେ ସେ ବଗିଚାର ମାଳି ମଧ୍ୟ ଅଟନ୍ତି, ନାଉରିଆ ମଧ୍ୟ ଅଟନ୍ତି, ସମସ୍ତଙ୍କୁ ସାଥିରେ ନେଇ ଯାଉଛନ୍ତି। ଫୁଲକୁ ଦେଖି ବାବା ମଧ୍ୟ ଖୁସି ହେଉଛନ୍ତି। ପ୍ରତ୍ୟେକ ବୁଝିଥାନ୍ତି ଯେ ଆମେ କଣ୍ଟାରୁ ଫୁଲ ହେଉଛୁ। ଦେଖ, ଏହି ଜ୍ଞାନ କେତେ ଶ୍ରେଷ୍ଠ। ଏହାକୁ ବୁଝିବା ପାଇଁ ମଧ୍ୟ ବିଶାଳ ବୁଦ୍ଧି ଦରକାର। ଏମାନେ ତ କଳିଯୁଗୀ ନର୍କବାସୀ ଅଟନ୍ତି, ତୁମେମାନେ ସ୍ୱର୍ଗବାସୀ ହେଉଛ। ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡ଼ି ଚାଲି ଯାଇଥାନ୍ତି। ତୁମକୁ ଛାଡ଼ି ଚାଲିଯିବାର ନାହିଁ। କାହା କାହା ଘରେ ଜଣେ କଣ୍ଟା ତ ଆଉ ଜଣେ ଫୁଲ ଅଟନ୍ତି। ବାବାଙ୍କୁ କେହି କେହି ପଚାରିଥାନ୍ତି, ବାବା, ପିଲାମାନଙ୍କର ବିବାହ କରାଇବୁ? ବାବା କହିବେ, ଭଲେ କରାଅ, ଘରେ ରଖି ସମ୍ଭାଳ। ପଚାରୁଛନ୍ତି ଅର୍ଥାତ୍ ପିଲାମାନଙ୍କୁ ମନା କରିବାର ସାହସ ନାହିଁ। ତେଣୁ ବାବା କହନ୍ତି, ଭଲେ କରାଅ। କହିଥାନ୍ତି, ମୁଁ ତ ବେମାର ରହୁଛି, ପୁଣି ବୋହୂ ଆସିବ, ତେବେ ତାହା ହାତରୁ ଖାଇବାକୁ ପଡ଼ିବ। ବାବା କହିବେ, ଠିକ୍ ଅଛି, ଖାଅ। ବାବା କ'ଣ ମନା କରିବେ? ପରିସ୍ଥିତି ଏପରି ଆସିବ, ଖାଇବାକୁ ହିଁ ପଡ଼ିବ। କାହିଁକି ନା ମୋହ ବି ଅଛି ନା। ଘରକୁ ବୋହୂ ଆସିଲେ ଭାବନ୍ତି ଯେପରି ଦେବୀ ଆସିଛି, ଏତେ ଖୁସି ହୋଇଯାଆନ୍ତି। ତେବେ ଏହା ତ ବୁଝିବାର କଥା, ଆମକୁ ଫୁଲ ଅର୍ଥାତ୍ ପବିତ୍ର ହେବାକୁ ପଡ଼ିବ। ତେଣୁ ପବିତ୍ର ଆତ୍ମାଙ୍କ ହାତରୁ ଖାଇବା ଉଚିତ। ସେଥିପାଇଁ ନିଜର ବ୍ୟବସ୍ଥା କରିବାକୁ ହେବ। ଏଥିରେ ପଚାରିବାର କ'ଣ ଅଛି? ବାବା ବୁଝାଉଛନ୍ତି ଯେ ତୁମେମାନେ ଦେବତା ହେଉଛ, ଏଥିରେ ଏହି ସଂଯମ ଦରକାର। ଯେତେ ବେଶୀ ସଂଯମତା ପାଳନ କରିବ ସେତେ ତୁମର କଲ୍ୟାଣ ହେବ।
ବେଶୀ ସଂଯମତା ପାଳନ କଲେ କିଛି କଷ୍ଟ ମଧ୍ୟ ସହନ କରିବାକୁ ହେବ। ଯଦି ରାସ୍ତାରେ ଭୋକ ଲାଗୁଛି ତେବେ ଖାଦ୍ୟ ସାଥିରେ ନେଇଯାଅ। ଯଦି କୌଣସି ଅସୁବିଧା ଅଛି ଆଉ କିଛି ଉପାୟ ନାହିଁ ତେବେ ଷ୍ଟେସନରୁ ପାଉଁରୁଟି କିଣି ନେଇ ଖାଅ। କେବଳ ବାବାଙ୍କୁ ମନେ ପକାଅ। ଏହାକୁ ହିଁ କୁହାଯାଏ ଯୋଗବଳ। ଏଥିରେ ହଠଯୋଗର କିଛି କଥା ନାହିଁ। ଶରୀରକୁ ଦୁର୍ବଳ କରିବାର ନାହିଁ। ଦଧିଚି ଋଷିଙ୍କ ଭଳି ନିଜର ଅସ୍ଥିକୁ ମଧ୍ୟ ସ୍ୱାହା କରିବାକୁ ହେବ, ଅର୍ଥାତ୍ ସବୁକିଛି ସମର୍ପଣ କରିବାକୁ ହେବ। ଏଥିରେ ହଠଯୋଗର କୌଣସି କଥା ନାହିଁ। ଏସବୁ ହେଉଛି ଭକ୍ତିମାର୍ଗର କଥା। ଶରୀରକୁ ତ ସମ୍ପୂର୍ଣ୍ଣ ସୁସ୍ଥ ରଖିବାର ଅଛି। ଯୋଗ ଦ୍ୱାରା 21 ଜନ୍ମ ପାଇଁ ସୁସ୍ଥ ରହିବାକୁ ହେବ। ଏହି ଅଭ୍ୟାସ ଏହିଠାରେ ହିଁ କରିବାର ଅଛି। ବାବା ବୁଝାଉଛନ୍ତି ଯେ ଏଥିରେ ପଚାରିବାର କିଛି ଦରକାର ନାହିଁ। ହଁ, ଯଦି କୌଣସି ବଡ଼ କଥା ହେଲା, ସେଥିରେ ଦ୍ୱନ୍ଦ୍ୱରେ ପଡ଼ୁଛ ତେବେ ପଚାରିପାରିବ। ଛୋଟ ଛୋଟ କଥା ବାବାଙ୍କୁ ପଚାରିବାରେ କେତେ ସମୟ ଯାଉଛି। ଉଚ୍ଚ ପଦସ୍ଥ ଲୋକ ବହୁତ କମ୍ କଥାବାର୍ତ୍ତା କରିଥାନ୍ତି। ଶିବ ବାବାଙ୍କୁ କୁହାଯାଉଛି ସଦ୍ଗତି ଦାତା। ରାବଣକୁ କ'ଣ ସଦ୍ଗତି ଦାତା କୁହାଯିବ କି? ଯଦି ସଦ୍ଗତି ଦାତା ହୋଇଥାନ୍ତା ତେବେ ତାକୁ ଜଳାଇଥାନ୍ତେ କାହିଁକି? ପିଲାମାନେ ଜାଣିଛନ୍ତି ଯେ ରାବଣ ତ ପ୍ରସିଦ୍ଧ ଅଟେ। ଯଦିଓ ରାବଣ ଭିତରେ ବହୁତ ଶକ୍ତି ଅଛି କିନ୍ତୁ ଶତ୍ରୁ ତ ଅଟେ ନା। ଅଧାକଳ୍ପ ରାବଣର ରାଜ୍ୟ ଚାଲୁଛି, ପରନ୍ତୁ ତା'ର କେବେ ମହିମା ଶୁଣିଛ? କିଛି ବି ନାହିଁ। ତୁମେ ଜାଣିଛ ଯେ ରାବଣ 5 ବିକାରକୁ କୁହାଯାଏ। ସାଧୁ ସନ୍ଥ ପବିତ୍ର ହୋଇଥାନ୍ତି, ତେଣୁ ସେମାନଙ୍କର ମହିମା କରାଯାଏ ନା। ଏହି ସମୟର ମନୁଷ୍ୟ ତ ସବୁ ପତିତ ଅଟନ୍ତି। ଯଦିଓ କେହି ଆସିଛନ୍ତି, ଧରିନିଅ କେହି ବଡ଼ ଲୋକ ଆସିଛନ୍ତି, କହୁଛନ୍ତି ବାବାଙ୍କୁ ଦେଖା କରିବୁ, ତେବେ ବାବା ସେମାନଙ୍କୁ କ'ଣ ପଚାରିବେ? ସେମାନଙ୍କୁ ତ ଏହା ପଚାରିବେ ଯେ ରାମ ରାଜ୍ୟ ଏବଂ ରାବଣ ରାଜ୍ୟ କେବେ ଶୁଣିଛ? ମନୁଷ୍ୟ ଏବଂ ଦେବତା କେବେ ଶୁଣିଛ? ଏବେ ଏଠାରେ ମନୁଷ୍ୟଙ୍କର ରାଜ୍ୟ ଚାଲିଛି ନା ଦେବତାଙ୍କର ରାଜ୍ୟ? ମନୁଷ୍ୟ କିଏ? ଦେବତା କିଏ? ଦେବତା କେଉଁ ରାଜ୍ୟରେ ଥିଲେ? ଦେବତାମାନେ ତ ସତ୍ୟ ଯୁଗରେ ଥାଆନ୍ତି। ଯଥା ରାଜାରାଣୀ ତଥା ପ୍ରଜା। ତୁମେ ପଚାରିପାରିବ ଯେ ଏହା ନୂଆ ସୃଷ୍ଟି ନା ପୁରୁଣା ସୃଷ୍ଟି? ସତ୍ୟ ଯୁଗରେ କାହାର ରାଜ୍ୟ ଥିଲା ଆଉ ଏବେ କାହାର ରାଜ୍ୟ ଚାଲିଛି? ଚିତ୍ର ତ ସାମ୍ନାରେ ଅଛି। ଭକ୍ତି କ'ଣ ଏବଂ ଜ୍ଞାନ କ'ଣ, ଏହା ବାବା ହିଁ ବସି ବୁଝାଉଛନ୍ତି। ଯେଉଁ ପିଲାମାନେ କହିଥାନ୍ତି ବାବା ଧାରଣା ହେଉନାହିଁ, ତାକୁ ବାବା କହିଥାନ୍ତି, ଆରେ ଅଲଫ ଅର୍ଥାତ୍ ବାବା ଏବଂ ବେ ଅର୍ଥାତ୍ ବାଦଶାହୀ ତ ସହଜ ଅଟେ ନା। ଅଲଫ ଅର୍ଥାତ୍ ବାବା ହିଁ କହିଥାନ୍ତି, ମୋତେ ମନେ ପକାଅ ତେବେ ସମ୍ପତ୍ତି ମିଳିଯିବ। ଭାରତରେ ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ସିଏ କେବେ ଭାରତକୁ ଆସି ସ୍ୱର୍ଗ ତିଆରି କଲେ? ଭାରତ ସ୍ୱର୍ଗ ଥିଲା ଏକଥା ଜାଣିନାହାନ୍ତି, ଭୁଲି ଯାଇଛନ୍ତି। ତୁମେମାନେ କହିବ ଆମେ ମଧ୍ୟ ପୂର୍ବରୁ କିଛି ଜାଣିନଥିଲୁ ଯେ ଆମେ ସ୍ୱର୍ଗର ମାଲିକ ଥିଲୁ। ଏବେ ବାବାଙ୍କ ଦ୍ୱାରା ଆମେ ପୁଣି ଥରେ ଦେବତା ହେଉଛୁ। ବୁଝାଇଲା ବାଲା ମୁଁ ହିଁ ଅଟେ। ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତିର ଗାୟନ କରାଯାଇଛି, କିନ୍ତୁ ଏହାର ଅର୍ଥ କ'ଣ ବୁଝୁଛନ୍ତି? ଗୋଟିଏ ସେକେଣ୍ଡରେ ତୁମେମାନେ ସ୍ୱର୍ଗର ପରୀ ହେଉଛ ନା। ଏହାକୁ ଇନ୍ଦ୍ରସଭା ମଧ୍ୟ କୁହାଯାଏ। ସେମାନେ ପୁଣି ପାଣିରେ ବର୍ଷା କରୁଥିବା ଇନ୍ଦ୍ର ଭାବୁଛନ୍ତି। ତେବେ ଯିଏ ବର୍ଷା କରାଇଥାନ୍ତି ତାଙ୍କର କୌଣସି ସଭା ଲାଗିଥାଏ କି? ଇନ୍ଦ୍ରପୁରୀ, ଇନ୍ଦ୍ରସଭା ଇତ୍ୟାଦି କ'ଣ କ'ଣ ସବୁ ଶୁଣାଇଥାନ୍ତି। ଆଜି ପୁନର୍ବାର ଏହି ପୁରୁଷାର୍ଥ କରୁଛେ। ଏହା ପାଠପଢ଼ା ଅଟେ ନା। ଯିଏ ବାରିଷ୍ଟରୀ ପଢ଼ନ୍ତି ତେବେ ଭାବନ୍ତି କାଲି ମୁଁ ବାରିଷ୍ଟର ହେବି। ତୁମେ ଆଜି ପଢ଼ୁଛ, କାଲି ଶରୀର ଛାଡ଼ି ରାଜଧାନୀରେ ଯାଇ ଜନ୍ମ ନେବ। ତୁମେ ଭବିଷ୍ୟତ ପାଇଁ ପ୍ରାରବ୍ଧ ପାଉଛ। ଏଠାରୁ ପାଠ ପଢ଼ି ଯିବା, ପୁଣି ଆମର ଜନ୍ମ ସତ୍ୟଯୁଗରେ ହେବ। ରାଜକୁମାର ରାଜକୁମାରୀ ହେବା ହିଁ ହେଉଛି ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ଏହା ରାଜଯୋଗ ଅଟେ ନା। କେହି କେହି କହିଥାନ୍ତି ବାବା ମୋର ବୁଦ୍ଧି ଖୋଲୁନାହିଁ। ଏହା ତ ତୁମର ଭାଗ୍ୟ। ତୁମର ଡ୍ରାମାରେ ପାର୍ଟ ଏହିପରି ଅଛି, ତାକୁ ବାବା କିପରି ବଦଳେଇ ପାରିବେ? ସ୍ୱର୍ଗର ମାଲିକ ହେବା ପାଇଁ ତ ସମସ୍ତେ ହକଦାର ଅଟନ୍ତି, କିନ୍ତୁ କ୍ରମାନୁଯାୟୀ ତ ହେବେ ନା। ଏପରି ତ ନୁହେଁ ସମସ୍ତେ ରାଜା ହୋଇଯିବେ।
କେହି କେହି କହିଥାନ୍ତି ଈଶ୍ୱରଙ୍କର ଏତେ ଶକ୍ତି ଅଛି ଯେ ସିଏ ସମସ୍ତଙ୍କୁ ବାଦଶାହ ବା ରାଜା କରିଦେବେ। ତେବେ ପ୍ରଜା କେଉଁଠାରୁ ଆସିବେ? ଏହା ବୁଝିବାର କଥା ନା। ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ଏବେ ତ କେବଳ ନାମକୁ ମାତ୍ର ମହାରାଜା ମହାରାଣୀ ଅଛନ୍ତି। କେତେ ଟାଇଟେଲ ମଧ୍ୟ ଦେଉଛନ୍ତି। 1,00,000-2,00,000 ଟଙ୍କା ଦେଲେ ରାଜାରାଣୀର ଉପାଧି ମିଳିଯାଉଛି। ପୁଣି ଚାଲିଚଳନ ମଧ୍ୟ ସେହିପରି ରଖିବାକୁ ପଡ଼ିବ। ଏବେ ତୁମେ ଜାଣୁଛ ଯେ ଆମେ ଶ୍ରୀମତ ଆଧାରରେ ନିଜର ରାଜ୍ୟ ସ୍ଥାପନ କରୁଛୁ। ସେଠାରେ ସବୁ ସୁନ୍ଦର ଏବଂ ଗୋରା ହେବେ। ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା ନା। ଶାସ୍ତ୍ରରେ କଳ୍ପର ଆୟୁଷ ଲମ୍ବା ଲେଖିଦେବା କାରଣରୁ ମନୁଷ୍ୟ ଏସବୁ ଭୁଲିଗଲା। ଏବେ ତୁମେ ପୁରୁଷାର୍ଥ କରୁଛ ଶ୍ୟାମରୁ ସୁନ୍ଦର ହେବା ପାଇଁ। ତେବେ ଦେବତାମାନେ କ'ଣ କଳା ହୋଇଥାନ୍ତି? କୃଷ୍ଣଙ୍କୁ ଶ୍ୟାମଳ, ରାଧାଙ୍କୁ ଗୋରା ଦେଖାଇଥାନ୍ତି। କିନ୍ତୁ ଯଦି ସୁନ୍ଦର ହେବେ ତେବେ ଉଭୟ ସୁନ୍ଦର ହେବେ ନା। ପୁଣି କାମଚିତାରେ ଚଢ଼ି ଉଭୟ କଳା ହୋଇଯାଇଛନ୍ତି। ସେଠାରେ ସୁନାର ଦୁନିଆର ମାଲିକ ହେବ। ଆଉ ଏହା ହେଲା କଳାପତିତ ଦୁନିଆ। ତୁମ ପିଲାମାନଙ୍କୁ ପ୍ରଥମେ ତ ନିଜ ଭିତରେ ଖୁସି ରହିବା ଦରକାର। ତା ସହିତ ଦୈବୀ ଗୁଣ ମଧ୍ୟ ଧାରଣ କରିବା ଦରକାର। କେହି କେହି କହିଥାନ୍ତି ବାବା ବିଡ଼ି ଛାଡ଼ିପାରୁନାହିଁ। ବାବା କହିବେ ଆଚ୍ଛା ବହୁତ ପିଅ। ଯଦି ପଚାରୁଛନ୍ତି ତେବେ ବାବା କ'ଣ କହିବେ? ସଂଯମରେ ନ ରହିପାରିଲେ ତଳକୁ ଖସିବେ। ଏକଥା ନିଜେ ବୁଝିବା ଦରକାର ନା। ଆମେ ଦେବତା ହେଉଛେ, ତେବେ ଆମର ଚାଲିଚଳନ ଖାଦ୍ୟ ପାନୀୟ କିପରି ହେବା ଦରକାର? ସମସ୍ତେ କହିଥାନ୍ତି ଯେ ଆମେ ଲକ୍ଷ୍ମୀକୁ ନାରାୟଣକୁ ବରଣ କରିବୁ। ଆଚ୍ଛା ନିଜ ଭିତରକୁ ଦେଖ, ଏପରି ଗୁଣ ଅଛି? ମୁଁ ବିଡ଼ି ପିଉଛି, ତେବେ ନାରାୟଣ ହୋଇପାରିବି ତ? ନାରଦଙ୍କର ମଧ୍ୟ କାହାଣୀ ରହିଛି ନା। ନାରଦ କେହି ଜଣେ ତ ନୁହେଁ ନା। ସବୁ ମନୁଷ୍ୟ ଭକ୍ତ ଅର୍ଥାତ୍ ନାରଦ ଅଟନ୍ତି। ବାବା କହୁଛନ୍ତି ଦେବତା ହେଉଥିବା ସନ୍ତାନମାନେ ଅନ୍ତର୍ମୁଖୀ ହୋଇ ନିଜେ ନିଜ ସହିତ କଥା ହୁଅ ଯେ ଆମେ ଦେବତା ହେବାକୁ ଯାଉଛୁ। ତେବେ ଆମର ଚାଲିଚଳନ କିପରି ହେବା ଦରକାର? ଆମେ ଦେବତା ହେଉଛେ, ତେଣୁ ମଦ ପିଇବା ନାହିଁ, ବିଡ଼ି ପିଇବା ନାହିଁ, ବିକାରଗ୍ରସ୍ତ ହେବା ନାହିଁ, ପତିତଙ୍କ ହାତରୁ ଖାଇବା ନାହିଁ, ନଚେତ ଅବସ୍ଥା ଉପରେ ପ୍ରଭାବ ପଡ଼ିବ। ଏହି କଥା ବାବା ବସି ବୁଝାଉଛନ୍ତି। କିନ୍ତୁ ଡ୍ରାମାର ରହସ୍ୟକୁ ମଧ୍ୟ କେହି ଜାଣିନାହାନ୍ତି। ଏହା ନାଟକ ଅଟେ। ଏଠାରେ ସମସ୍ତେ ଅଭିନେତା ଅଟନ୍ତି। ଆମେ ଆତ୍ମାମାନେ ଉପରୁ ଆସିଛୁ। ଅଭିନୟ ତ ସାରା ଦୁନିଆର କଳାକାରମାନଙ୍କୁ କରିବାକୁ ହେବ। ସମସ୍ତଙ୍କର ନିଜ ନିଜର ପାର୍ଟ ରହିଛି। କେତେ ଅଭିନେତା ଅଛନ୍ତି, କିପରି ଅଭିନୟ କରୁଛନ୍ତି। ଏହା ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ ନା। ଗୋଟିଏ ଆମ୍ବ ଗଛକୁ ବିବିଧତାପୂର୍ଣ୍ଣ ଗଛ ବୋଲି କୁହାଯାଏ ନାହିଁ। ସେଥିରେ ତ କେବଳ ଆମ୍ବ ହିଁ ହେବ। ଏହା ମନୁଷ୍ୟ ସୃଷ୍ଟିର ବୃକ୍ଷ, ଯାହାର ନାମ ବିବିଧତାପୂର୍ଣ୍ଣ ଧର୍ମର ବୃକ୍ଷ। ଏହାର ମଞ୍ଜି ତ ଜଣେ ହିଁ ଅଟନ୍ତି। ମନୁଷ୍ୟ କେତେ ପ୍ରକାରର ଅଛନ୍ତି, କିଏ କିପରି କିଏ କିପରି। ଏହା ବାବା ବସି ବୁଝାଉଛନ୍ତି। ମନୁଷ୍ୟ ତ କିଛି ବି ଜାଣିନାହାନ୍ତି। ମନୁଷ୍ୟଙ୍କୁ ବାବା ହିଁ ପାରସ ବୁଦ୍ଧି କରୁଛନ୍ତି। ତୁମେ ପିଲାମାନେ ଜାଣିଛ ଯେ ଏହି ପୁରୁଣା ଦୁନିଆରେ ଆଉ ବାକି ଅଳ୍ପ ଦିନ ରହିବୁ। କଳ୍ପ ପୂର୍ବ ଭଳି ଚାରା ଲାଗୁଛି। ଉତ୍ତମ ପ୍ରଜା ସାଧାରଣ ପ୍ରଜାଙ୍କର ମଧ୍ୟ ଚାରା ଲାଗୁଛି। ଏହିଠାରେ ହିଁ ରାଜଧାନୀ ସ୍ଥାପନ ହେଉଛି। ପିଲାମାନଙ୍କୁ ପ୍ରତି କଥାରେ ବିଚାର କରିବାକୁ ପଡ଼ିଥାଏ। ଏପରି ନୁହେଁ ଯେ ମୁରଲି ଶୁଣ କି ନ ଶୁଣ। ଏଠାରେ ବସିଲେ ମଧ୍ୟ ବୁଦ୍ଧି ବାହାରକୁ ଚାଲିଯାଉଛି। ଏପରି ମଧ୍ୟ ଅଛନ୍ତି। କେହି ତ ସମ୍ମୁଖରେ ମୁରଲି ଶୁଣିକରି ବହୁତ ଗଦଗଦ ହୋଇଥାନ୍ତି। ମୁରଲି ଶୁଣିବା ପାଇଁ ଦୌଡ଼ିଥାନ୍ତି। ଭଗବାନ ପଢ଼ାଉଛନ୍ତି, ତେଣୁ ଏପରି ପାଠକୁ ଛାଡ଼ିବା ଉଚିତ କି? ଟେପରେ ମୁରଲି ତ ଅବିକଳ ଭରା ହୋଇଥାଏ, ତାହା ଶୁଣିବା ଦରକାର। ସାହୁକାରମାନେ କିଣିଲେ ଗରିବ ଶୁଣିବେ। କେତେ ଆତ୍ମାମାନଙ୍କର କଲ୍ୟାଣ ହୋଇଯିବ। ଗରିବ ସନ୍ତାନ ମଧ୍ୟ ନିଜର ଭାଗ୍ୟ ବହୁତ ଶ୍ରେଷ୍ଠ କରିପାରିବେ। ବାବା ପିଲାମାନଙ୍କ ପାଇଁ ଘର ତିଆରି କରୁଛନ୍ତି। ଗରିବ 2 ଟଙ୍କା ମଧ୍ୟ ମନି ଅର୍ଡ଼ର କରୁଛନ୍ତି। କହୁଛନ୍ତି ବାବା ଏହି ପଇସାରେ ଗୋଟିଏ ଇଟା ଘର ତିଆରିରେ ଲଗାଇ ଦିଅ।
1 ଟଙ୍କା ଯଜ୍ଞରେ ଲଗାଇ ଦିଅ। କେହି ତ ହୁଣ୍ଡି ଭରିବା ବାଲା ମଧ୍ୟ ଥିବେ ନା। ମନୁଷ୍ୟ ଡାକ୍ତରଖାନା ଆଦି ତିଆରି କରିଥାନ୍ତି, କେତେ ଖର୍ଚ୍ଚ ହୋଇଥାଏ। ସାହୁକାରମାନେ ସରକାରଙ୍କୁ ବହୁତ ସାହାଯ୍ୟ କରିଥାନ୍ତି। ସେମାନଙ୍କୁ କ'ଣ ମିଳିଥାଏ? ଅଳ୍ପ କାଳର ସୁଖ। ଏଠାରେ ତ ତୁମେ ଯାହା କରୁଛ 21 ଜନ୍ମ ପାଇଁ। ଦେଖୁଛ ବ୍ରହ୍ମା ବାବା ସବୁ କିଛି ଦେଇଦେଲେ, ବିଶ୍ୱର ପ୍ରଥମ ନମ୍ବରର ମାଲିକ ହେଲେ। ତେବେ 21 ଜନ୍ମ ପାଇଁ ଏପରି ବ୍ୟାପାର କିଏ ବା ନ କରିବ? ସେଥିପାଇଁ ବାବାଙ୍କୁ ଭୋଳାନାଥ କହିଥାନ୍ତି ନା। ଏହା ବର୍ତ୍ତମାନର ହିଁ କଥା। ସିଏ କେତେ ଭୋଳା ଅଟନ୍ତି। କହିଥାନ୍ତି ଯାହା କିଛି କରିବାର ଅଛି ତାହା ଏବେ କର। କେତେ ଗରିବ କନ୍ୟା ଅଛନ୍ତି, ସିଲେଇ କରି ପେଟ ପୋଷୁଛନ୍ତି। ବାବା ଜାଣିଛନ୍ତି ଇଏ ବହୁତ ଉଚ୍ଚପଦ ପ୍ରାପ୍ତ କରିବେ। ସୁଦାମାର ମଧ୍ୟ ଉଦାହରଣ ରହିଛି ନା। ଚାଉଳ ମୁଠାଏ ବଦଳରେ 21 ଜନ୍ମ ପାଇଁ ମହଲ ମିଳିଗଲା। ତୁମେ ଏହି କଥା ପୁରୁଷାର୍ଥର କ୍ରମାନୁସାରେ ଜାଣୁଛ। ବାବା କହୁଛନ୍ତି ମୁଁ ଭୋଳାନାଥ ମଧ୍ୟ ଅଟେ ନା। ଏହି ଦାତା ତ ଭୋଳାନାଥ ନୁହନ୍ତି, ଇଏ ମଧ୍ୟ କହିଥାନ୍ତି ଭୋଳାନାଥ ଶିବ ବାବା ଅଟନ୍ତି। ତେଣୁ ତାଙ୍କୁ ସୌଦାଗର, ରତ୍ନାଗର, ଯାଦୁଗର କୁହାଯାଇଛି। ତୁମେ ବିଶ୍ୱର ମାଲିକ ହେଉଛ। ବର୍ତ୍ତମାନ ଭାରତ କାଙ୍ଗାଳ ହୋଇଯାଇଛି। ଏଠାରେ ପ୍ରଜା ସାହୁକାର ଆଉ ସରକାର ଗରିବ ଅଟେ। ଏବେ ତୁମେମାନେ ଜାଣୁଛ ଯେ ଭାରତ କେତେ ଶ୍ରେଷ୍ଠ ଥିଲା, ସ୍ୱର୍ଗ ଥିଲା। ତାହାର ପ୍ରମାଣ ମଧ୍ୟ ରହିଛି। ସୋମନାଥ ମନ୍ଦିରରେ କେତେ ହୀରା ନୀଳାର ଅଳଙ୍କାର ସଜା ହୋଇଥିଲା, ଯାହାକୁ ଓଟ ପିଠିରେ ଲଦି କରି ନେଇଗଲେ। ତୁମେ ପିଲାମାନେ ଜାଣୁଛ ଯେ ଏବେ ଏହି ଦୁନିଆ ନିଶ୍ଚିତ ବଦଳିବାକୁ ଯାଉଛି। ସେଥିପାଇଁ ତୁମେ ପ୍ରସ୍ତୁତ ହେଉଛ। ଯିଏ କରିବ ସିଏ ପାଇବ। ମାୟାର ବିରୋଧ ମଧ୍ୟ ବହୁତ ହୋଇଥାଏ। ତୁମେ ହେଉଛ ଈଶ୍ୱରଙ୍କର ଅନୁଗାମୀ, ବାକି ସବୁ ରାବଣର ଅନୁଗାମୀ ଅଟନ୍ତି। ତୁମେ ହେଉଛ ଶିବ ବାବାଙ୍କର। ଶିବ ବାବା ତୁମକୁ ସମ୍ପତ୍ତି ଦେଉଛନ୍ତି। ତେଣୁ ବାବାଙ୍କ ବ୍ୟତୀତ ଆଉ କୌଣସି କଥା ବୁଦ୍ଧିରେ ଆସିବା ଉଚିତ ନୁହେଁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଅନ୍ତର୍ମୁଖୀ ହୋଇ ନିଜେ ନିଜ ସହିତ କଥା ହେବାକୁ ପଡ଼ିବ। ଯେହେତୁ ମୁଁ ଦେବତା ହେବାକୁ ଯାଉଛି, ତେଣୁ ମୋର ଚାଲିଚଳନ କିପରି ଅଛି? ମୁଁ କୌଣସି ଅଶୁଦ୍ଧ ଖାଦ୍ୟପେୟ ଗ୍ରହଣ କରୁନାହିଁ ତ? 2 ନମ୍ବର। ଯଦି ନିଜର ଭବିଷ୍ୟତ 21 ଜନ୍ମ ଉଚ୍ଚ ଅର୍ଥାତ୍ ଶ୍ରେଷ୍ଠ କରିବାକୁ ଚାହୁଁଛ, ତେବେ ସୁଦାମା ଭଳି ଯାହା କିଛି ଅଛି ଭୋଳାନାଥ ବାବାଙ୍କୁ ଅର୍ପଣ କରିଦିଅ। ପାଠ ପଢ଼ାରେ କୌଣସି ବାହାନା କର ନାହିଁ। ବରଦାନ। ଆଦି ଏବଂ ଅନାଦି ସ୍ୱରୂପର ସ୍ମୃତି ଦ୍ୱାରା ନିଜର ପ୍ରକୃତ ସ୍ୱଧର୍ମକୁ ଆପଣାଉଥିବା ପବିତ୍ର ଏବଂ ଯୋଗୀ ଆତ୍ମା ହୁଅ। ଆଦି ଏବଂ ଅନାଦି ସ୍ୱରୂପର ସ୍ମୃତି ଦ୍ୱାରା ନିଜର ପ୍ରକୃତ ଧର୍ମକୁ ଆପଣାଉଥିବା ପବିତ୍ର ଏବଂ ଯୋଗୀ ଆତ୍ମା ହୁଅ। ଡିଟେଲ୍ସ। ବ୍ରାହ୍ମଣମାନଙ୍କର ନିଜର ସ୍ୱଧର୍ମ ପବିତ୍ରତା ଅଟେ। ଅପବିତ୍ରତା ପରଧର୍ମ ଅଟେ। ଯେଉଁ ପବିତ୍ରତାକୁ ଆପଣାଇବାକୁ ଲୋକମାନେ କଷ୍ଟକର ବୋଲି ଭାବୁଛନ୍ତି, ତାହା ତୁମମାନଙ୍କ ପାଇଁ ଅତି ସହଜ ଅଟେ। କାହିଁକି ନା ସ୍ମୃତିରେ ଆସିଲା ଯେ ଆମର ବାସ୍ତବିକ ଆତ୍ମା ସ୍ୱରୂପ ସଦା ପବିତ୍ର ଅଟେ। ଅନାଦି ସ୍ୱରୂପ ପବିତ୍ର ଆତ୍ମା ଅଟେ ଏବଂ ଆଦି ସ୍ୱରୂପ ପବିତ୍ର ଦେବତା ଅଟେ। ବର୍ତ୍ତମାନର ଅନ୍ତିମ ଜନ୍ମ ମଧ୍ୟ ପବିତ୍ର ବ୍ରାହ୍ମଣ ଜୀବନ ଅଟେ। ସେଥିପାଇଁ ପବିତ୍ରତା ହିଁ ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ଅଟେ ଏବଂ ଯିଏ ପବିତ୍ର ସେ ହିଁ ଯୋଗୀ ଅଟେ। ସ୍ଲୋଗାନ। ସହଜ ଯୋଗୀ ବୋଲି କହି ଅବହେଳା ପଣିଆ ଆଣ ନାହିଁ, ଶକ୍ତି ସ୍ୱରୂପ ହୁଅ। ସହଜ ଯୋଗୀ ବୋଲି କହି ଅବହେଳା ପଣିଆ ଆଣ ନାହିଁ, ଶକ୍ତି ସ୍ୱରୂପ ହୁଅ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରାମ। ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ।
କଥାରେ ଅଛି ଅନ୍ତର୍ମୁଖୀ ସଦା ସୁଖୀ। ସେମାନଙ୍କୁ ବାହାରର କୌଣସି ଆକର୍ଷଣ ଆକର୍ଷିତ କରିପାରିବ ନାହିଁ। କେବେ ମନମତ କେବେ ପରମତ ଆକର୍ଷିତ କରିପାରିବ ନାହିଁ। ତେବେ ଅନ୍ତର୍ମୁଖୀ ସଦାସୁଖୀ ରହୁଥିବା ଆତ୍ମାମାନେ ସୁଖଦାତାଙ୍କର ସନ୍ତାନ ମାଷ୍ଟର ସୁଖଦାତା ହୋଇଥିବେ। ବାହାର ମୁଖତାଠାରୁ ନିଶ୍ଚିତ ମୁକ୍ତ ହୋଇଥିବେ। ଓମ୍ ଶାନ୍ତି।